ଆପଣଙ୍କର କୁମ୍ଭ ରାଶି କି? ଯଦି ଆପଣମାନଙ୍କର କୁମ୍ଭ ରାଶି ହୋଇଥାଏ ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କୁମ୍ଭ ରାଶି ବିଷୟରେ ବିଚାର କରିବା, ଗଣନା କରିବା। ଆପଣମାନଙ୍କର ଲକ୍ଷଣ, ସ୍ୱଭାବ କ'ଣ ଆପଣଙ୍କର ରାଶି ଚକ୍ରରେ ରହୁଛି, ଆପଣମାନଙ୍କର ହାବଭାବ ଆପଣମାନଙ୍କୁ ମୁଁ ପ୍ରେଡ଼ିକ୍ସନ୍ କରି କହିବି। ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଚାର କରନ୍ତୁ। ଆପଣମାନେ କହିବେ, ଆଉ ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗେ ତାହେଲେ ଆପଣମାନେ ଆମ ଭିଡ଼ିଓକୁ ଲାଇକ୍ କରିବେ, କମେଣ୍ଟ କରିବେ, ଭିଡ଼ିଓରେ ଆପଣଙ୍କର ମତାମତ ଦେବେ। ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆପଣଙ୍କର କୁମ୍ଭ ରାଶି କି? ଯଦି ଆପଣଙ୍କର କୁମ୍ଭ ରାଶି ତେବେ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତେବେ ଆସନ୍ତୁ ବନ୍ଧୁଗଣ, ଆଜି ଆମେ ଏହି ଭିଡ଼ିଓରେ ଜାଣିବା କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ବିଷୟରେ। ଏହି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ପ୍ରତ୍ୟେକ କଥା ଉପରେ, ଲକ୍ଷଣ ଉପରେ, ସ୍ୱଭାବ ଉପରେ, ଏମାନଙ୍କ ପ୍ରତ୍ୟେକଟି କଥା ଉପରେ ଆଜି ଆମେ ଆଲୋଚନା କରିବା। ଆପଣମାନେ ଆମ ଭିଡ଼ିଓରେ ବନି ରୁହନ୍ତୁ। ଯଦି ଆପଣ ଆମ ଚ୍ୟାନେଲରେ ନୂଆ କରି ଅଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଆସନ୍ତୁ ବିଚାର କରିବା ଆପଣମାନଙ୍କ ରାଶି କୁମ୍ଭ ରାଶି ବିଷୟରେ। ଏମାନେ ବାହାରକୁ ଧୀର ସ୍ଥିର ଜଣାପଡ଼ନ୍ତି, ଦୃଢ଼ ପ୍ରତିଜ୍ଞ ହୋଇଥାନ୍ତି, ବିପ୍ଳବୀ ମଧ୍ୟ ହୋଇଥାନ୍ତି। ଏମାନେ ସମାଜସେବୀ ହୋଇଥାନ୍ତି ବା ସମାଜ ପାଇଁ ସମାଜ ସେବା କରିବା ପାଇଁ ଭଲ ପାଇଥାନ୍ତି। ଏମାନେ ପର ଉପକାରୀ ହୋଇଥାନ୍ତି। ଏମାନେ ସଂସ୍କାରୀ ମଧ୍ୟ ହୋଇଥାନ୍ତି। କାଳପୁରୁଷର ଏକାଦଶ ରାଶି କୁମ୍ଭ ରାଶି। ଏହାର ରାଶ୍ୟାଧିପତି ହେଉଛନ୍ତି ଶନି ମହାଗ୍ରହ। 3ଟି ନକ୍ଷତ୍ର ଭୋଗ ହୋଇଥାଏ। ଧନିଷ୍ଠା କୁମ୍ଭ 23-11 ଦାନବଗଣ। ନକ୍ଷତ୍ରାଧିପତି ହେଉଛନ୍ତି ମଙ୍ଗଳ ଗ୍ରହ। ଶତବିଛା କୁମ୍ଭ 24-11 ଦାନବଗଣ। ନକ୍ଷତ୍ରାଧିପତି ହେଉଛନ୍ତି ରାହୁ। ପୂର୍ବ ଭାଦ୍ରପଦ କୁମ୍ଭ ମାନବଗଣ। ନକ୍ଷତ୍ରାଧିପତି ହେଉଛନ୍ତି ବୃହସ୍ପତି ମହାଗ୍ରହ। ଏ ରାଶି ହେଉଛି ସ୍ଥିର ରାଶି, ବାୟୁତତ୍ତ୍ୱର ରାଶି। ତେବେ ଆସନ୍ତୁ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କର ସ୍ୱଭାବର କଥା ହେବା ବା ଆଲୋଚନା କରିବା, ବିଚାର କରିବା। ଚତୁର ବୁଦ୍ଧି ସମ୍ପନ୍ନ, ସର୍ବ କାର୍ଯ୍ୟରେ ଏମାନେ ପାରଙ୍ଗମ ହୋଇଥାନ୍ତି। ସବୁ କାର୍ଯ୍ୟରେ ଏମାନେ ଆଗରେ ରହିଥାନ୍ତି। ସବୁ କାର୍ଯ୍ୟକୁ ଏମାନେ ସଫଳ କରିବାକୁ ଆପ୍ରାଣ ଉଦ୍ୟମ କରିଥାନ୍ତି। ଏମାନେ ବାକ୍ଚତୁର ମଧ୍ୟ ହୋଇଥାନ୍ତି। ଏମାନଙ୍କର କଥା ମାଧ୍ୟମରେ ଏମାନେ ସମସ୍ତଙ୍କୁ ନିଜର କଥା ମାଧ୍ୟମରେ ବାନ୍ଧି ରଖିବା ପାଇଁ ଚେଷ୍ଟା କରିଥାନ୍ତି। ସେଥିରେ ମଧ୍ୟ ସଫଳ ହୋଇଥାନ୍ତି। ସବୁବେଳେ ଏମାନେ ରିସ୍କ ନେବାକୁ ଭଲ ପାଇଥାନ୍ତି ବା ଏମାନେ ସବୁ କ୍ଷେତ୍ରରେ ଆଗୁଆ ହୋଇଥାନ୍ତି। ଏମାନେ ବହୁତ ଧୈର୍ଯ୍ୟବାନ ହୋଇଥାନ୍ତି। ଏମାନେ ବହୁତ ଦାମ୍ଭିକ ମଧ୍ୟ ହୋଇଥାନ୍ତି, ବହୁତ ସାହସୀ ମଧ୍ୟ। ଏମାନେ କ୍ଷମତାର ଅଧିକାରୀ ହୋଇଥାନ୍ତି। ସମସ୍ତଙ୍କୁ ଏମାନଙ୍କର ବସ୍ ହୋଇଥାନ୍ତି। ସମସ୍ତଙ୍କର ଏମାନେ ବସ୍ ହୋଇଥାନ୍ତି। ସବୁ ଜାଗାରେ ନିଜର ଉପସ୍ଥିତିକୁ ଜାହିର କରନ୍ତି। ଏମାନେ ବହୁତ ହୁସିଆର ହୋଇଥାନ୍ତି। ସଦାସର୍ବଦା ସତର୍କ ରହିଥାନ୍ତି। ଏମାନେ କାହାକୁ ଡରନ୍ତି ନାହିଁ। ଏମାନେ ନ୍ୟାୟବନ୍ତ ହୋଇଥାନ୍ତି। ଏମାନେ ଅନ୍ୟାୟକୁ କେବେ ବରଦାସ୍ତ କରନ୍ତି ନାହିଁ। ଏମାନେ ଦୟାବାନ ହୋଇଥାନ୍ତି। ଏମାନେ ନିଜର ବାକ୍ୟ ବିନିମୟରେ ସମସ୍ତଙ୍କୁ ନିଜର କରିପାରନ୍ତି, ସମସ୍ତଙ୍କୁ ବଶୀଭୂତ କରିପାରନ୍ତି। କାରଣ ଏମାନଙ୍କ ବଚନରେ ମାଧୁର୍ଯ୍ୟତା ଥାଏ। ଏମାନେ ସବୁ କ୍ଷେତ୍ରରେ ନିଜର କାୟା ବିସ୍ତାର କରିଥାନ୍ତି। ଅତି ସହଜରେ ସମସ୍ତ ମନକୁ କିଣି ନେଇପାରନ୍ତି। ଏମାନେ ସାମାନ୍ୟ ଅହଙ୍କାରୀ ମଧ୍ୟ ହୋଇଥାନ୍ତି। ଏମାନେ କ୍ଷଣକୋପୀ ହୋଇଥାନ୍ତି। ସାମାନ୍ୟ କଥାରେ ଏମାନେ ମଧ୍ୟ କିଛି ସମୟ ପାଇଁ ରାଗି ଯାଇଥାନ୍ତି। ସ୍ଥାନ କାଳ ପାତ୍ରକୁ ନେଇ ଏମାନେ ନିଜର ରୂପ ବଦଳାଇଥାନ୍ତି ବା ନିଜର ମତ ପରିବର୍ତ୍ତନ କରିଥାନ୍ତି। ଦରକାର ପଡ଼ିଲେ ଏମାନେ ପାଦ ଧରିଥାନ୍ତି ନିଜର କାର୍ଯ୍ୟ ହାସଲ ପାଇଁ। ଦରକାର ପଡ଼ିଲେ ଏମାନେ ଚୁଟି ମଧ୍ୟ ଧରିବା ପାଇଁ ପଛାଇ ନଥାନ୍ତି। ଏମାନେ ସବୁବେଳେ ନିଜର ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି। ନିଜର ମନ ମୁତାବକ କାମ କରିଥାନ୍ତି। କାହା ଅଣ୍ଡରରେ ରହି ଏମାନେ କାମ କରିବାକୁ ପସନ୍ଦ କରନ୍ତି ନାହିଁ ବା ଏମାନେ କାହା ପାଖରେ ଚାକିରି କରିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଯାହା କରନ୍ତି ନିଜେ ସ୍ୱାଧୀନ ଭାବରେ କରିବା ପାଇଁ ପସନ୍ଦ କରନ୍ତି। କୌଣସି କାର୍ଯ୍ୟ କରିବାକୁ ଏମାନେ କାହା ଅଣ୍ଡରରେ ରହି ଭଲ ପାଆନ୍ତି ନାହିଁ। ଏମାନେ ନିଜ ବୁଦ୍ଧିରେ ସବୁ କାର୍ଯ୍ୟ କରନ୍ତି। ନିଜ ମନକୁ ଯାହା ଭଲ ଲାଗେ ଏମାନେ ସେହି କାର୍ଯ୍ୟ କରନ୍ତି। ଏମାନେ ଅନ୍ୟକୁ ଉପଦେଶ ଦିଅନ୍ତି, କିନ୍ତୁ କାହାର ଉପଦେଶ
ଶୁଣିବାକୁ ଏମାନେ ପସନ୍ଦ କରନ୍ତି ନାହିଁ। ଏମାନେ ବହୁତ ଦାୟିତ୍ୱବାନ ମଧ୍ୟ ହୋଇଥାନ୍ତି। ଏମାନେ ଦୂରଦୃଷ୍ଟି ସମ୍ପନ୍ନ ହୋଇଥାନ୍ତି। ଏମାନେ କୌଣସି ଜାଗାରେ ପରାସ୍ତ ହୁଅନ୍ତି ନାହିଁ। ଏମାନେ ଯେଉଁଠିକୁ ଯାଆନ୍ତି ସେ କାର୍ଯ୍ୟରେ ଜୟଯୁକ୍ତ ହୋଇଥାନ୍ତି। ଯେଉଁ କାର୍ଯ୍ୟରେ ହାତ ଦିଅନ୍ତି ସେମାନେ ସଫଳ ହୁଅନ୍ତି। ଏମାନେ ସବୁବେଳେ ପୂର୍ଣ୍ଣ ହୋଇକି ରହିଥାନ୍ତି। ଏମାନେ ଜୀବନରେ କେବେ ହେଲେ ଶୂନ୍ୟ ହୋଇ ରହିବାକୁ ପସନ୍ଦ କରନ୍ତି ନାହିଁ। ଯେକୌଣସି କାର୍ଯ୍ୟକୁ ନିଜର ବୁଦ୍ଧି ବଳ କୌଶଳ ଲଗାଇ ସେ କାର୍ଯ୍ୟକୁ ସେମାନେ ହାସଲ କରିବା ପର୍ଯ୍ୟନ୍ତ ଲାଗି ପଡ଼ନ୍ତି। ଗୋଟିଏ କାର୍ଯ୍ୟକୁ ଏମାନେ କୌଣସି ମତରେ ସମ୍ପାଦନ କରିଥାନ୍ତି। ଏମାନେ ସବୁବେଳେ ମୁଣ୍ଡରେ ବିକଳ୍ପ ଚିନ୍ତାରେ ରହିଥାନ୍ତି। ଏମାନେ ସବୁବେଳେ ନୂଆ ନୂଆ ଆଇଡ଼ିଆ ମଧ୍ୟ ବାହାର କରିଥାନ୍ତି। ଏମାନେ କେବେ ବି ଜୀବନରେ ହାର ମାନନ୍ତି ନାହିଁ, ନା ଏତେ ଜଲ୍ଦି ଏମାନେ ହରାସ ହୁଅନ୍ତି ନାହିଁ। ଏମାନଙ୍କର ଆତ୍ମବଳ ବହୁତ ଅଧିକା। ବଡ଼ ବଡ଼ କାର୍ଯ୍ୟକୁ ଏମାନେ ସାହସ ଓ ଧୈର୍ଯ୍ୟର ସହିତ ମୁକାବିଲା କରିଥାନ୍ତି। ଏମାନେ ବହୁତ ସୁନ୍ଦର ବିଚାରକ ମଧ୍ୟ ହୋଇଥାନ୍ତି। ବହୁତ ଗୋଟେ କଥାକୁ ବହୁତ ସୁନ୍ଦର ଭାବରେ ଏମାନେ ବୁଝେଇ ଦେଇପାରନ୍ତି। ଲୋକ ଏମାନଙ୍କ କଥାକୁ ସମ୍ମାନ ଦେଇଥାନ୍ତି ଏବଂ ଏମାନଙ୍କୁ ପସନ୍ଦ କରନ୍ତି। ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ, କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କୁ। ଏ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଲ୍ଟି ଟ୍ୟାଲେଣ୍ଟେଡ଼ ହୋଇଥାନ୍ତି। ଏମାନେ ଅନେକ ପ୍ରତିଭାର ଅଧିକାରୀ ହୋଇଥାନ୍ତି। ଏମାନେ କିଛି ପଦକ୍ଷେପ ନେବା ପୂର୍ବରୁ ଅନେକ ବାର ବିଚାର ବିମର୍ଶ କରିଥାନ୍ତି। ଏମାନେ ପୂର୍ବାନୁମାନ ମଧ୍ୟ କରିପାରନ୍ତି। ଏମାନେ ଏତେ ସହଜରେ ହାର ମାନିବାକୁ ପସନ୍ଦ କରନ୍ତି ନାହିଁ। ବିପଦ ଆସିଲେ ଏମାନେ ଦୃଢ଼ତାର ସହ ମୁକାବିଲା କରିଥାନ୍ତି। ନିଜର କାର୍ଯ୍ୟ ହାସଲ କରିବା ପାଇଁ ଏମାନେ କିଛି ବି କରିପାରନ୍ତି। ଏମାନେ ସବୁ କାର୍ଯ୍ୟରେ ଧୁରନ୍ଧର ହୋଇଥାନ୍ତି, ପାରଙ୍ଗମ ମଧ୍ୟ ହୋଇଥାନ୍ତି। ଯଦି ଆକାର ଦୃଷ୍ଟିରୁ ଦେଖିବା, ଏ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟମ ଧରଣର ହାଇଟ୍ ହୋଇଥାନ୍ତି ବା ଉଚ୍ଚତା ସମ୍ପନ୍ନ ହୋଇଥାନ୍ତି। ଏମାନେ ଏତେ ଡେଙ୍ଗା କି ଗେଡ଼ା ହୋଇନଥାନ୍ତି। ଏମାନେ ହୃଷ୍ଟପୃଷ୍ଟ ହୋଇଥାନ୍ତି। ଏମାନେ ମଧ୍ୟ ମୁକାବିଲା କରିଥାନ୍ତି। ନିଜର କାର୍ଯ୍ୟ ହାସଲ କରିବା ପାଇଁ ଏମାନେ କିଛି ବି କରିପାରନ୍ତି। ଏମାନେ ସବୁ କାର୍ଯ୍ୟରେ ଧୁରନ୍ଧର ହୋଇଥାନ୍ତି, ପାରଙ୍ଗମ ମଧ୍ୟ ହୋଇଥାନ୍ତି। ଯଦି ଆକାର ଦୃଷ୍ଟିରୁ ଦେଖିବା, ଏ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟମ ଧରଣର ହାଇଟ୍ ହୋଇଥାନ୍ତି ବା ଉଚ୍ଚତା ସମ୍ପନ୍ନ ହୋଇଥାନ୍ତି। ଏମାନେ ଏତେ ଡେଙ୍ଗା କି ଗେଡ଼ା ହୋଇନଥାନ୍ତି। ଏମାନେ ହୃଷ୍ଟପୃଷ୍ଟ ହୋଇଥାନ୍ତି। ଏମାନେ ମଧ୍ୟମ ଧରଣର ହୋଇଥାନ୍ତି। ଏମାନଙ୍କର ମଧ୍ୟମ ଚେହେରା ହୋଇଥାଏ। ଏମାନେ ସବୁବେଳେ ପ୍ରକୃତ ବୟସ ଠାରୁ କମ୍ ଜଣାପଡ଼ନ୍ତି। ଏମାନେ ଯୁବକଙ୍କ ଭଳି ଜଣାପଡ଼ନ୍ତି। ଏମାନେ ଅଧିକ ଦିନ ପର୍ଯ୍ୟନ୍ତ ଯୁବକ ପରି ଦେଖାଯାଆନ୍ତି। ଏମାନଙ୍କ ଦାନ୍ତ ସାମାନ୍ୟ ବଡ଼ ହୋଇଥାଏ। ଶାନ୍ତଶିଷ୍ଟ ବ୍ୟବହାର, ସାହିତ୍ୟ କଳାରେ ଏମାନେ ରୁଚି ରଖିଥାନ୍ତି। ଏମାନେ କଳାକୁ ମଧ୍ୟ ଭଲ ପାଇଥାନ୍ତି। ମାନବ ସେବା କରିବାକୁ ଏମାନେ ଭଲ ପାଇଥାନ୍ତି। ଏମାନେ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି। ଏମାନେ ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି। ଏମାନେ ନିଜର ପରିବାରକୁ ଛାଡ଼ି କେଉଁଠି ରହିଲେ ବି ଏମାନଙ୍କୁ ଅଣନିଶ୍ୱାସୀ ଲାଗେ। ଏମାନେ ପରିବାର ଠାରୁ ବହୁତ ଦୂରରେ ବେଶୀ ଦିନ ପର୍ଯ୍ୟନ୍ତ ରହିପାରନ୍ତି ନାହିଁ। ଏମାନେ ସବୁବେଳେ ନିଜର ହିସାବ କିତାବ କରିଥାନ୍ତି। ନିଜର ଲାଭ ଲସ୍କୁ ସବୁବେଳେ ଏମାନେ ଜଗିଥାନ୍ତି। ଏମାନେ ସବୁବେଳେ ନିଜର ଭୁଲକୁ ତର୍ଜମା କରିଥାନ୍ତି। ଏମାନଙ୍କର ସ୍ମରଣ ଶକ୍ତି ଓ ବିଚାରଧାରା ସମସ୍ତଙ୍କୁ ବିସ୍ମିତ କରିଥାଏ ବା ବିଚଳିତ କରିଥାଏ। ଏମାନେ ବହୁତ ସୁନ୍ଦର ବିଚାରକ ମଧ୍ୟ ହୋଇଥାନ୍ତି। ଏମାନେ ବେଳେବେଳେ ପରକ୍ରିୟା ପ୍ରୀତିରେ ମଧ୍ୟ ମନ ବଳେଇଥାନ୍ତି, କିଛି ସମୟ ପାଇଁ, କିଛି ଦିନ ପାଇଁ। ଏମାନେ ପ୍ରେମ ଜୀବନରେ କେବେ ବି ସଫଳ ହୋଇପାରନ୍ତି ନାହିଁ। ଏମାନେ ନିଜର ପ୍ରେମକୁ ଗୋପନରେ ରଖିବାକୁ ବହୁତ ଭଲ ପାଆନ୍ତି। ସେ ଦୃଷ୍ଟିରୁ ଏମାନେ କେବେ ହେଲେ ପ୍ରେମରେ ସକ୍ସେସଫୁଲ ହୋଇପାରନ୍ତି ନାହିଁ। ଏମାନେ ପିତାମାତାଙ୍କୁ ବହୁତ ଭଲ ପାଆନ୍ତି। ପିତାମାତାଙ୍କୁ ବହୁତ ସମ୍ମାନ ମଧ୍ୟ ଦିଅନ୍ତି। ନିଜର ପରିବାର ପ୍ରତି ଏମାନେ ବହୁତ କେୟାରଫୁଲ ହୋଇଥାନ୍ତି। ନିଜ ପରିବାରକୁ ଏମାନେ କେବେ ଦୁଃଖ ଅସୁବିଧା ଭିତରେ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଏମାନେ ସବୁବେଳେ ନିଜ ପରିବାର କଥା ଚିନ୍ତା କରନ୍ତି, କେବେ ନିଜ କଥା ଚିନ୍ତା କରନ୍ତି ନାହିଁ। ସବୁବେଳେ ଦିନ ରାତି ପରିଶ୍ରମ କରନ୍ତି। ଏମାନେ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ମାନେ ସବୁବେଳେ ପରିବାରକୁ ଯଥେଷ୍ଟ ସମୟ ଦିଅନ୍ତି। ନିଜର ପରିବାରରେ କେବେ ବିଶୃଙ୍ଖଳା କରିବା ପାଇଁ ଏମାନେ ଚେଷ୍ଟା କରନ୍ତି ନାହିଁ। ଏମାନେ ପ୍ରେମ ବ୍ୟାପାରରେ କେବେ ବି ସଫଳ ହୋଇପାରନ୍ତି ନାହିଁ। ନିଜ ପ୍ରେମକୁ ଏମାନେ ଗୋପନ ରଖିଥାନ୍ତି। ଏମାନଙ୍କର ସାଂସାରିକ ଜୀବନ ସୁଖରେ କଟିଥାଏ। ମିଥୁନ ଓ ତୁଳା ରାଶିର ଜୀବନସାଥୀ ହେଲେ ଏମାନଙ୍କର ସାଂସାରିକ ଜୀବନ ଭଲରେ କଟିଥାଏ। ଏମାନେ ଯାହାକୁ ଥରେ ବିଶ୍ୱାସ କରନ୍ତି ତାକୁ ନିଜର ଭାବନ୍ତି।
एमाने काहाकू धोखा दियंती नहीं। एमाने जहाकू भल पाती तापाई जीवन मध्य दबाकू पछाई नथांती। एमाने सबुबेले भाव एमाने सबुबेले भावप्रवण हो जाती एवं भावप्रवण होई एमाने बेले बेले असुविधारे पड़ती। एमाने शत्रु को मध्य साहाय्यर हाथ बढ़ाई थांती। एमाने परिश्रमी होई थांती। निजर कार्य हासिल पाई अन्यर सहयोग मध्य एमाने लोड़ी थांती। एमाने संस्कारी रक्षणशील एमाने क्षणकोपी होई थांती। किछि समय पाई एमाने बदरागी होई जाइतांती। एमाने हस हस मुख स्वभावर होई थांती। राजनीति क्षेत्र में दक्षता हासिल करि थांती। एमाने प्रचुर धन रोजगार करि थांती। एमानक पाखरु धन केबे भी सरी न थाए। एमाने केबे अन्य उपरे निर्भर करंती नाही। अखंड क्षमतार अधिकारी होइथिले मध्य वार्धक्य रे एमाने अणदेखा होई थांती। लोभर वशवर्ती होई बेले बेले ठकामीर शिकार होई थांती। एमाने निजर ठीक भूल बाछि पारंती। तेणु एमाने एते भूल करंती नाही। एमाने अन्य को साहाय्य करंती। तेणु एमाने अन्य को केबे सही पारंती नाही। एमाने अन्य को सदा सर्वदा विरोध करि थांती। एमाने परोपकारी होई थांती। एमाने सबुबेले किछि ना किछि कार्य लागी रही थांती। एमाने सबु समय रे मानसिक दुश्चिंतार रही थांती। एमानकर वायुजनित रोग रही थाए। विशेषकर वायुजनित रोग प्रति आपण माने सतर्क रुहंतु। ठीक टाइम रे खाद्य पानीय ग्रहण करंतु। आपणकर जीवनटी भलरे भलरे बीतिबो। एमाने दीर्घायु होई थांती। एमाने बहुत समय बहुत वर्ष बंची थांती। निरोग रही थांती। यदि आपण मानकु कुंभ राशि व्यक्ति विशेष मानकु आम भिडियोटी भल लागु थाए ताले कमेंट रे जय शनिदेव बोली लिखि दियंतु। यदि आपण माने आम चैनल रे अछंती नुआ अछंती ताले आम चैनल टी को सब्सक्राइब कर दियंतु। जय जगन्नाथ। जय प्रभु शनिदेव। शनिदेव आपण मानकर जय करंतु। आपणकर जय हेउ।